ପିଲାମାନେ ପୁଣି ଥରେ ମୋ ଚ୍ୟାନେଲକୁ ସ୍ୱାଗତ। ଆଉ ଥରେ ଛୁଆମାନେ ରିପୋର୍ଟ ରାଇଟିଂ ଆମେ ଦେଖିବା, ଦ୍ୟାଟ୍ ଇଜ୍ ରିପୋର୍ଟିଂ ଆମେ ଆଉ ଥରେ ଦେଖିବୁ। ପୂର୍ବ ଭିଡ଼ିଓରେ ମୁଁ ରିପୋର୍ଟ ରାଇଟିଂ ଦେଇଥିଲି। ପିଲାମାନେ ଯେ ପିଲାମାନେ କମେଣ୍ଟ କରିଥିଲ ଆଉ ଯେଉଁମାନେ ଲାଇକ୍ କରିଥିଲ ସମସ୍ତଙ୍କୁ ଧନ୍ୟବାଦ। ଆଉ ଯେଉଁମାନେ ଲାଇକ୍ ବି କରିନଥିଲ ସେମାନଙ୍କୁ ବି ଧନ୍ୟବାଦ। ପିଲାମାନେ ଏମିତି ଭାବରେ ସିରିଜ୍ ଚାଲିବ। ଭିଡ଼ିଓକୁ ଦେଖୁଥାଅ ଛୁଆମାନେ ନିଶ୍ଚିତ ଭାବରେ କ୍ଲାସ୍ 10 and 9 10-9 ତୁମର ଇଭିନ୍ +2 ହେଲା, +2 ପାଇଁ ବି ଇଏ ଆପ୍ଲିକେବୁଲ୍ ହେଇପାରିବ। +2 ବାସ୍ ଅଧିକା ଟିକେ ଲେଖିତେ ହେବ, ଆଉ 2 ଲାଇନ୍ ଅଧିକା ଲେଖିବାକୁ ପଡ଼ିବ। ବେଳେବେଳେ ମୁଁ 60 ୱାର୍ଡ଼ରୁ ଏକ୍ସଟ୍ରା ଲେଖୁଛି, ତାହେଲେ +2 ପାଇଁ ବି ତୁମର ହୋଇଯିବ, ହେଲା ନା। ପାଠ ଆରମ୍ଭ କରିବା ଛୁଆମାନେ। ମୁଁ କ'ଣ କହିଥିଲି, ରିପୋର୍ଟ ରାଇଟିଂ ପିଲାମାନଙ୍କର ଯେଉଁ ପ୍ରୋବ୍ଲେମ୍ ହେଉଛି ଲେଖିବାରେ, ମାନେ ଲେଖିବାର ପ୍ରୋବ୍ଲେମ୍ ହେଉଛି ନା, ତାହା ମୁଁ ବୁଝେଇଦେବି। ପ୍ରଥମେ କ୍ୱେଶ୍ଚନ୍ ପଢ଼ିଦେବା, ତାପରେ ଆମେ ଷ୍ଟାର୍ଟ କରିବା, ଠିକ୍ ଅଛି ନା। ସପୋଜ୍ ୟୁ ଆର୍ କନକଲତା ମହାନ୍ତ, ଏ ଭିଲେଜ ଅଫ୍ ହେସେଲଡିହି, ମୟୂରଭଞ୍ଜ। ପ୍ରିପେୟାର ଏ ରିପୋର୍ଟ ଅନ୍ ହାଉ ଦି ୟୁଥ୍ କ୍ଲବ୍ ଡିଡ୍ ପ୍ଲାଣ୍ଟେସନ୍ ପ୍ରୋଗ୍ରାମ। ମାନେ ତମ ନାଁ ଏଠାରେ କନକଲତା ମହାନ୍ତ, ରାଇଟ୍ ଛୁଆମାନେ। ଆଉ ତମେ ଏଇ ହେସେଲଡି ଗ୍ରାମର ଅଧିବାସୀ ଅଟ, ମୟୂରଭଞ୍ଜ ଜିଲ୍ଲାରେ ଏଇଟା ଅଛି, ହେଲା ନା। ତୁମକୁ କୁହାଯାଇଛି କ'ଣ ରିପୋର୍ଟ ବନେଇବାକୁ, ୟୁଥ୍ କ୍ଲବ୍ କେମିତିକା ପ୍ଲାଣ୍ଟେସନ୍ ପ୍ରୋଗ୍ରାମ ତୁମ ଅଞ୍ଚଳରେ ଚଲେଇଛନ୍ତି, ୟୁଥ୍ କ୍ଲବ୍ର ଯେଉଁ ମେମ୍ବର ମାନେ ସେ ବିଷୟରେ ତୁମେ ବର୍ଣ୍ଣନା କରିକି ଲେଖିବ। ବର୍ଣ୍ଣନା ମାନେ କ'ଣ, ଏଠାରେ ରିପୋର୍ଟ କରିବ ମାନେ ନ୍ୟୁଜ୍ ଦେବ, ହେଲା ଛୁଆମାନେ। ଏବେ 1 ସେକେଣ୍ଡ ପାଇଁ ତୁମକୁ ରିପୋର୍ଟର ବନେଇବାକୁ ହେବ, ଭାବିବାକୁ ହେବ ଯେ ତୁମେ ଜଣେ ରିପୋର୍ଟର, ରାଇଟ୍ ଛୁଆମାନେ। ପୁରା କହିବି, ପୁରା ଫାଷ୍ଟରୁ ଲାଷ୍ଟ ଦେଖ ଛୁଆମାନେ, ଯେମିତି ମୋର ପୂର୍ବ ଭିଡ଼ିଓ ଦେଖିଥିଲ ପୁରା ଦେଖ। ଆଉ ମୁଁ ସେ ଟ୍ରିକ୍ ବି କହିବି, ଆଉ ସେ ଫ୍ୟାକ୍ଟ କହିବି, ଏଠି ଗ୍ରାମାର ବି ରହିବ, ଛୁଆମାନେ ପୁରା ତେଣୁ ଦେଖ। ରିପୋର୍ଟ ରାଇଟିଂ ବା ରିପୋର୍ଟିଂରେ ଛୁଆମାନେ ଟେନ୍ସର ଟେନସନ୍ ନାହିଁ। ପ୍ରଥମ ଯେଉଁ ପିଲାମାନେ କହନା ଛୁଆମାନେ ସାର୍ ମୁଁ ଲେଖିପାରୁନାହିଁ, କିଛି ନାହିଁ ଛୁଆମାନେ, ଟେନସନ୍ ନାହିଁ। ଯେମିତି ମୁଁ ଟ୍ରାନ୍ସଲେସନ୍ ପଢ଼ାଏ ନା, ଟ୍ରାନ୍ସଲେସନ୍ରେ ମୁଁ ଯେମିତି ପଢ଼ାଏ ଛୁଆମାନେ, ତୁମେ ଦେଖିଥିବ ମୋ ଭିଡ଼ିଓ, ଯଦି ମୁଁ କେବଳ 4ଟି ଫର୍ମୁଲା ବନାଏ ନା ଅନୁରୂପ ଭାବରେ ଏଠି ବି ଏଠି ରିପୋର୍ଟିଂ ମାନେ ହିଁ ଏହା ହେଉଛି ଛୁଆମାନେ ଇଏ ପାଷ୍ଟ ଆକ୍ସନ୍। କାହିଁକି ହେଇସାରିଲା ପରେ ପାଷ୍ଟ ଆକ୍ସନ୍ ମାନେ ମୁଁ କ'ଣ କହିଲି, ସବୁ ଭିଟୁରୁ ଚାଲିବା ମାନେ ଡୁବିଗଲା, ଭିଟୁରୁ ବନାଅ ଆଉ ନହେଲେ ହାଫ୍ ଭିତରେ ବନାଅ, ବାସ୍ ଏ ଦୁଇଟା ଟେନ୍ସକୁ ୟୁଜ୍ କରିକି ତୁମେ ଫିନିଶ୍ କରିପାରିବ। ତେଣୁ ସେ ଟେନ୍ସର ଟେନସନ୍ ନାହିଁ, ରାଇଟ୍। କର୍ତ୍ତା ଧର ମଣିଷ ହୋଇଥିବ, ତାହେଲେ ତ ତୁମର ଆକ୍ଟିଭ୍ ଫର୍ମୁଲା ଚାଲିଗଲ, ଯେ କି ତୁମର ଭିଟୁରେ ଯିବ, ହେଲା, ଆଉ ନହେଲେ ହାଫ୍ ଭିତରେ କରିବ। କାହିଁକି ଇଏ ପ୍ରେଜେଣ୍ଟରେ କାମ ଶେଷ ହେଲେ ବି ହାଫ୍ ଭିତରେ ହୁଏ, ରାଇଟ୍ ଛୁଆମାନେ। ବସ୍ ଏ ଦୁଇଟା ହିଁ ଫଲୋ କରିବ, ଦୁଇଟା ମାନେ ଗୋଟେ ଭିଟୁ ହିଁ ଫଲୋ କରିଦେବି ହେବ, ଚାଲ ଦେଖ ଆମେ ଡୁ ବି କହୁଛୁ, ହେଲା ନା, ଏଇଟାକୁ ଫଲୋ କରିକି ବି କରିପାରିବେ, ହେଲା, ବୁଝିଲା ଛୁଆମାନେ। ତେଣୁ ଟେନ୍ସ ସହିତ କିଛି ପ୍ରୋବ୍ଲେମ୍ ନାହିଁ, ସେଣ୍ଟେନ୍ସ ଭାବିବା ବନେଇବା। ପ୍ରଥମ କ'ଣ କରିବା, ପ୍ରଥମେ ଟାଇଟେଲ୍ ସେଟ୍ କରିବା ବହୁତ ଜରୁରୀ। ତୁମମାନେ କିଛି ପିଲା କହୁଛ ସାର୍ ଟାଇଟେଲ୍ ଆପଣ ଲେଖୁନାହାନ୍ତି, ଟାଇଟେଲ୍ ତ ଏଇ ୱାର୍ଡ଼ଟା ଲେଖୁନି, ବାକି ଏଠାରେ ମୁଁ ଟାଇଟେଲ୍ ଲେଖୁଛି। ପିଲାମାନେ ଏଟାକୁ ଲେଖିଲେ ବି ହେବ, ନ ଲେଖିଲେ ବି ହେବ, ତୁମମାନେ ଲେଖିପାର, ଲେଖିଲେ ବି କିଛି ନାହିଁ, ହେଲା। ତୁମ ସ୍କୁଲରେ ସାର୍ମାନେ କହୁଛନ୍ତି ଲେଖିବା, ତାହେଲେ ଲେଖ, କିଛି ନାହିଁ, ହେଲା, ଆଉ ନ ଲେଖିଲେ ବି ଚାଲିବ, ରାଇଟ୍ ଛୁଆମାନେ। ଚଲ, କାହିଁକି +2 ବେଳକୁ ସେଇଟା ଲେଖୁନାହାନ୍ତି, ବା କ'ଣ ସେଇଟା କିଏ ଲେଖୁଛନ୍ତି, କିଏ ଲେଖୁନାହାନ୍ତି, ହେଲା ନା। ତାହେଲେ ଆଜିର ପାଠ ଛୁଆମାନେ ଷ୍ଟାର୍ଟ କରିବା, ବହୁତ ଇଣ୍ଟରେଷ୍ଟିଂ ହେବ, ପୁରା ଭଲ ଭାବରେ ଦେଖ ଛୁଆମାନେ, ସ୍କିପ୍ କରିବ ନାହିଁ, ନହେଲେ ଅଳ୍ପ ବିଦ୍ୟା ଭୟଙ୍କରୀ, ଲିଟିଲ୍ ଲର୍ଣ୍ଣିଂ ଇଜ୍ ଡେଞ୍ଜରସ୍ ଥିଙ୍ଗସ୍ କମ୍ସ ଇନ୍। କମିଂ ଚିଲଡ୍ରେନ୍, ଏବେ ଦେଖ କ'ଣ ଲେଖିବା, ତାହେଲେ ଟାଇଟେଲ୍ ଲେଖିବି। ଟାଇଟେଲ୍ ପିଲାମାନଙ୍କ ପ୍ରୋବ୍ଲେମ୍ ସେ ଟାଇଟେଲ୍ ଆମେ ସେଟ୍ କରିପାରୁନୁ, କିଛି ନାହିଁ ଛୁଆମାନେ। ଏଇଟା ଗୋଟେ ଦେଖ, ପ୍ଲାଣ୍ଟେସନ୍ ପ୍ରୋଗ୍ରାମ, ଗୋଟେ କେଉଁଠି ଉପରେ ପ୍ଲାଣ୍ଟେସନ୍ ପ୍ରୋଗ୍ରାମ, ବା ଗାଁଟା ଲେଖା ହେସେଲଡି ଇନ୍ ହେସେଲଡି ବାଇ ୟୁଥ୍ କ୍ଲବ୍, ହେଲା ନା, ବନେଇଦେବା, ହେଲା ନା। ତାହେଲେ ପ୍ଲାଣ୍ଟେସନ୍ ପ୍ରୋଗ୍ରାମ ବା ପ୍ଲାଣ୍ଟେସନ୍ ମେଡ୍ ବାଇ ୟୁଥ୍ କ୍ଲବ୍ ଇନ୍ ହେସେଲଡି, ହେଲା ନା, ବା ୟୁଥ୍ କ୍ଲବ୍ started plantation in କ'ଣ ହେସେଲଡି ବନେଇବା, ଏମିତି ହେଲା। ଯେମିତି କର କେଉଁଟା ବନେଇବା ଛୁଆମାନେ, ୟୁଥ୍ କ୍ଲବ୍ ଷ୍ଟାର୍ଟେଡ୍, ଏଆଡ଼େ ଧର ୟୁଥ୍ କ୍ଲବ୍ ଷ୍ଟାର୍ଟେଡ୍ ପ୍ଲାଣ୍ଟେସନ୍,
इन एस एल डी है ये टे सर्ट हम कर्ता क्रिया है छुआ मैंने ताले आगे भाव गोटे सरल वाक्य पिला प्रोब्लेम कि थाए जो मैंने साधारणतः टेन्स जानी नहांती से सेंटेन्स भी कड़ा कड़ा भावती माने कॉम्प्लेक्स भावे छुआ सरल भाव जमी मु विभिन्न प्रकार कही पारि जमी प्लांटेसन प्रोग्राम हो जाए प्लांटेसन कार्य हो जाए एसएलडी रे ये देख यह कह पेसिव है राइट कि कड़ा हम जदि मुझे कहे यूथ बाय ये यूथ क्लब जदि मुझे कहे यूथ क्लब रो मेंबर माने प्लांटेसन कर कौटी करें कौटी एसएलडी ग्रामर ये सहज हम नुहे कि ताला वाक्य जो भावली यूथ क्लब कौन कला यूथ क्लब मेंबर बा यूथ क्लब है ना यूथ क्लब मेड प्लांटेशन इन एसएलडी ये साधा हम केमती क्या बनैली ताले अगर के यूथ क्लब कर्ता अगर लिखिदेवी है मैंने यूथ क्लब एवं कौन है ये है कर्ता कर्ता पर कौन आसब तुम ये भिडुरे आसब कही ना डायरेक्ट भिडु कर दियो कहीं नट वाला वाक्य तो नुहे कि साहयकारी क्रिया क्वेश्चन मार्क वाला वाक्य तो नुहे तेणु तुम्हें कौन कर डायरेक्ट भिडु कर पदांक कौन है मेक बा ऑर्गेनाइज एमती किसी कर मेड ताले मेक पार्ट मेड हम यूथ क्लब मेड कौन लिखे प्लांटेशन आ जगटा भी लिखिदेवी इन एसएलडी है ना छुआ मैंने बन पार ना बनवा छुआ मैंने आगे कौन लिखे एटा लिखी यूथ क्लब बुझ बोल छुआ यूथ क्लब लिखिदेवी आगे है ना कर्ता आसीगला क्रिया लिखे तार मेड है प्लांटेशन लिखे एटा लिखे प्लांटेशन है प्लांटेशन तापर इन एसएलडी होगला छुआ मैंने है ना लिखि पकेवा यूथ क्लब मेड प्लांटेशन इन एसएलडी है मैंने किंतु बने देख ये है कर्ता जो मैंने बुझीपार टेन जान छुआ देख ये कर्ता मुझे भिडु कर पास्ट को पास्ट कर तापर मेक कही मेक पास्ट ला मेड है ना छुआ मैंने तापर प्लांटेशन जे यहाँ प्लांटेशन प्रोग्राम भी लिखिपार बाकी से स्थान लिखिदेवा टे यहाँ एसएलडी आहरी मयूरभंज लिखि था एत जगह कूड़े सर्टकट लिखती सर्ट्रे पूरा सेंटेन्स न बनैले भी हम फ्रेज बनैले भी चलो सर्ट्रे बस हेडलाइन आसपार हेडलाइन जमी न्यूज पेपर तुम मैंने देख राइट सेमतिका हवा दरकार ताले एबे छुआ मैंने कौन कली हेडलाइन बनईली एबे आमे तुम मैंने डेट पकाओ जो मैंने कहूँ डेट पकड़े डेट पकाओ न पकड़े भी चलो है ना डेट पकड़े भी ये गोटे डेट पकईदेव है न पकड़े भी चलो एबे एठारू स्टार्ट करब एबे प्लांटेशन कथा हो ना ताहले प्रथम देखा से क्लब केते बढ़िया काम करुँच आ कहीं करुँच यह देखा दरकार गछ विषय कह प्लांटेशन माने कौन वृक्षरोपण गछ विषय वृक्ष विषय कहुई एबे एठारू आरंभ करवा एमती वृक्ष है आम बहुत इंपोर्टेंट सादा सादा वाक्य लिखा है ना कड़ा लिखुली से किसी पिला माने लिखिले सब सेंटेन्स बहुत कड़ा हो सर कितना सादा सादा लिखा है ना तुम सादा सादा वाक्य भावा केमती क्या याडू भाव जे ट्रीज गछ गुड़िक trees are known to sacrifice but they are most exploited by एमती लिख पार those who are known to sacrifice are exploited more है ना trees are one of them but trees are the examples they always love giving till the end of their life but they are exploited in every sector in every time of the life in माने everywhere है एमती बनवा है they give oxygen we live on that they give everything they give fruit leaf trunk logs and what even oxygen which is very important for us but the youth club have come up with an idea to again plant trees है चलो बनवा प्रथम वाक्य कौन लिखी प्रथम वाक्य यहाँ लिखी ये जो कथा मुझे कहली है ना ट्रीज आर नोन टू गिव है बनवा यहाँ सत कथा तेणु तुमको ये बिटू करने को हेनी कहीं तुम्हें सत कथा अच्छा यहाँ को जो न लिख आगे गोटे लिखिपार गोटे यहाँ सत कथा ही हो ना सत कथा ही लिख तार कहीं वर्णना कर सत कथा माने तुम भिरा जीव डुबी रहा है ताहले लिखि छुआ ट्रीज आर
known to sacrifice ହେଲା বা লিখবি those who are known to sacrifice are exploited ଦେଖିବା ଦେଖ ଆମେ ଲେଖିଲି those who are known to sacrifice are the most exploited ଯେଉଁମାନେ ଲାଇଫରେ ତ୍ୟାଗ ହିଁ କରିଦିଅନ୍ତି ବା ସମର୍ପଣ ହିଁ କରନ୍ତି ସେମାନେ ହିଁ ବେଶୀ ଶୋଷିତ ହୁଅନ୍ତି ସେମାନେ ବେଶୀ ଶୋଷଣ ସହନ୍ତି trees are one of them trees are one of them trees are the best example ଲେଖିଦେବା ହେଲା ଏବେ କ'ଣ ଲେଖିଲେ ସେମାନେ ଦେଖ ନେକ୍ସଟ ବାକ୍ୟ trees are the best example ହେଲା ନା ଏବେ ଏହା ବିଷୟରେ ଆଉ ଗୋଟେ ବାକ୍ୟ ଲେଖିକି ୟୁଥ୍ କ୍ଲବ୍ କେମିତି ଆସିଲା they love giving everything they କ'ଣ the certain atmosphere ପରିବେଶକୁ ସେମାନେ ବୁଝନ୍ତି they produce rain ହେଲା they give us oxygen but they are very essential for our existence ହେଲା ନା existence on this earth ପୃଥିବୀରେ ଧରାପୃଷ୍ଠରେ ବଞ୍ଚିବା ପାଇଁ ଆମକୁ ସେମାନେ ବହୁତ କ୍ରୁସିଆଲ ଅଟନ୍ତି ଇମ୍ପୋର୍ଟାଣ୍ଟ they are most important ବା they are very essential for our survival on this earth ଦେଖ ମୁଁ ଲେଖିଥିଲି କ'ଣ their existence is essential for our survival on this earth ଧରାପୃଷ୍ଠରେ ଆମର ତିଷ୍ଠି ରହିବା ତାଙ୍କର ଉପସ୍ଥିତି ବହୁତ ଜରୁରୀ ଅଟେ ଏବେ ଆହୁରି ଲେଖିପାରିବା ସେମାନେ କ'ଣ କ'ଣ ଯେମିତି ସେମାନେ ଡାଳ ପତ୍ର ଫୁଲ ଫଳ ସବୁ ଦିଅନ୍ତି ଏକା ବି ଲେଖି ହେବ ଚାହିଁଲେ ଲେଖିପାରିବ ହେଲା ନା they give us life saving oxygen ହେଲା ନା ଆଉ ଗୋଟେ ବାକ୍ୟ ବି ଲେଖିପାରିବ without them we cannot live for a they provide us life saving oxygen for which we cannot live for a minute without it but without oxygen we cannot live given by them ହେଲା ଏମିତି ବନେଇବା ଆମେ ତାଙ୍କ ଦ୍ୱାରା ଆମେ ଅକ୍ସିଜେନ୍ ବିନା ବଞ୍ଚି ପାରିବୁ ନାହିଁ ଯାହାକି ତାଙ୍କ ଦ୍ୱାରା ଦିଆ ହୁଏ ହେଲା ଯେଉଁମାନେ ଆଉ ଗୋଟେ ଲାଇନ୍ ଲେଖିଦିଏ ଏମିତି 3-4ଟା ଲାଇନ୍ ବନେଇକି ଶେଷ କରିଦେବା ରାଇଟ୍ ବନେଇବା ତାହେଲେ କେମିତି ଭାବିଲେ ଛୁଆମାନେ we cannot live ଆମେ ବଞ୍ଚି ପାରିବା ନାହିଁ ପାରିବା ଅର୍ଥରେ କ'ଣ ଆସେ ଛୁଆମାନେ କେନ୍ ଆସେ ମଡାଲ ଆସିବ ନା ମଡାଲ ବି ଆସିଲା ତାହେଲେ କେନ୍ ଆସିବ we cannot live without କ'ଣ oxygen given by them ତାଙ୍କ ଦ୍ୱାରା ଦିଆଯାଇଥିବା ଅକ୍ସିଜେନ୍ ଛଡ଼ା ଆମେ ବଞ୍ଚିବାର ଚାନ୍ସ ହିଁ ନାହିଁ even a minute we cannot live even for a minute without oxygen given by them ଟିକେ ଇଏ କରିଦେବା oxygen ହେଲା ନା ବନେଇବା ନେକ୍ସଟ ବାକ୍ୟ କ'ଣ ଲେଖିଲି we cannot stay alive ଆମେ ଜୀବନ୍ତ ରହିପାରିବୁ ନାହିଁ without oxygen given by them even for a minute ଗୋଟେ ମିନିଟ୍ ପାଇଁ ବି ବଞ୍ଚି ପାରିବୁ ନାହିଁ ତାଙ୍କ ଦ୍ୱାରା ଦିଆଯାଇଥିବା ଅକ୍ସିଜେନ୍କୁ ଯଦି ଆମେ ନ ନିଆ ହେଲା ନା without oxygen given by them ତାଙ୍କ ଦ୍ୱାରା ଦିଆଯାଇଥିବା ଅକ୍ସିଜେନ୍ ଛଡ଼ା ଆମେ 1 ମିନିଟ୍ ବି ବଞ୍ଚି ପାରିବା ନାହିଁ ଏବେ ଦେଖ ମୁଁ ଛୁଆମାନେ କେତେଟା ବାକ୍ୟ ବନେଇଦେଲି ଏବେ ଆଉ 2-3ଟା ୟୁଥ୍ କ୍ଲବ୍ ଲେଖା କ'ଣ ୟୁଥ୍ କ୍ଲବ୍ came in with a step into by ୟୁଥ୍ କ୍ଲବ୍ started planting trees in SLD ମୟୂରଭଞ୍ଜ ଆରମ୍ଭ କରିବା ତାହେଲେ କେମିତି ଆରମ୍ଭ କରିବା ଛୁଆମାନେ ଯେ ୟୁଥ୍ କ୍ଲବ୍ started planting by made plantation in SLD ବା କ'ଣ ଲେଖା 1000 ବା 100 ଗଛରୁ ଅଧିକ ଶିବଲିଙ୍ଗ ନେଇକି ମାନେ ତାର ଚାରା ଗଛ ନେଇକି ପ୍ଲାଣ୍ଟେସନ୍ କଲା SLDରେ ଏମିତି ଲେଖିବା ତାହେଲେ କିଏ ପ୍ଲାଣ୍ଟେସନ୍ କଲା ୟୁଥ୍ କ୍ଲବ୍ ଦି ୟୁଥ୍ କ୍ଲବ୍ ବା having assessed it ଏହା ଜାଣିକି having assessed it or having known this by having evaluated it the youth club came up with an idea and planted planted seedlings more than 100 years 100 seedlings in the roadside and uncultivated ହେଲା land ଏମିତି କିଛି ଲେଖିବା ଛୁଆମାନେ ହେଲା ନା ତାହେଲେ youth club step in with idea but came in with an idea by hit upon a idea and started planting seedling more than 100 seedling in the roadside and uncultivated area बनेवा कौन लिखिছে মানে the youth club came in से आसिले এবং started planting 100 seedlings এটি এস লাগা রাখছ মানে in roadside and uncultivated
लैंड लैंड लिखिथाନ୍ତି इन एसएलडी ହେଲା ଛୁଆମାନେ ଏଠି ଦୁଇଟା ମୁଁ ଲେଖିଦିଏ। ଏବେ ଦେଖ ଛୁଆମାନେ ଠିକ୍ ହେଇଗଲା। ଦି ୟୁଥ୍ କ୍ଲବ୍ କେମ୍, ଇଏ ଦେଖ ବିଟୁ ଆସିଲା ଇନ୍ ଆଣ୍ଡ ଷ୍ଟାର୍ଟେଡ୍ ପ୍ଲାଣ୍ଟିଂ 100 ସିବଲିଂ ଇନ୍ ରୋଡ୍ ସାଇଡ୍ ଆଣ୍ଡ ଅନକଲ୍ଟିଭେଟେଡ୍ ଲ୍ୟାଣ୍ଡ ଇନ୍ ଏସଏଲଡି। ହେଇଗଲା ଛୁଆମାନେ ପାଖାପାଖି ଆମର ବାକ୍ୟ ହେଇଗଲା ହେଲା ନା। ଆଉ ଟିକେ କ'ଣ ଲେଖିଥିବା, many people are coming to join this campaign ହେଲା ନା। ଆଉ ଟିକେ ଲିଖିଦେବ ନା ପ୍ରଶଂସା କରିକି, ତାହେଲେ ଅନେକ ଲୋକମାନେ ଆସୁଛନ୍ତି ହେଲା ଏଠି ଜଏନ୍ କରିବା ପାଇଁ, ବା many people came to join it ପାଠରେ ଲେଖିବାର ଅଛି ହେଲା ନା। ଲେଖିଦେବା ସେମିତିକା। ତାହେଲେ ଅନେକ ପିପୁଲ୍, ଆଉ ସରପଞ୍ଚ ମଧ୍ୟ ଏହାକୁ, କଲେକ୍ଟର ବି ମଧ୍ୟ ଯାହା କହିଲେ ପ୍ରଶଂସା କରିଦିଅ, କଲେକ୍ଟର ମଧ୍ୟ ଏହାକୁ ପ୍ରଶଂସା କରିଥିଲେ ହେଲା, ବା ତାଙ୍କର ଏହି କାମକୁ ନିଜ ପରେ ବୋଲା ଟ୍ରେକ୍ ହେଲେ ବା ନିଜ ପରେ ଆସିଥିଲା। ଲେଖିଦେବା କିଛି ତ ଲେଖିବାକୁ ହବ ନା। ତାହେଲେ କ'ଣ ଲେଖିବା, many people also supported it ଲେଖିଦେବା ଏତିକିଟା କମ୍ ସେ କମ୍। many people supported this action ହେଲା ନା। ଆଚ୍ଛା ହେଇଗଲା ଛୁଆମାନେ। ଆଉ ଟିକେ ଲେଖିଦେବା, and the collector of ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ମୟୂରଭଞ୍ଜକୁ ବି ୟୁଜ୍ କରିବାକୁ ନା ହେଲା, praise this action or attempt ହେଲା, ସେ ପ୍ରଶଂସା କଲେ। ସାଧା ସାଧା ଲେଖୁଛି ମାନେ କଡ଼ା କରୁନାହିଁ। ଏ ଦେଖ ଏବେ ଛୁଆମାନେ ହେଇଗଲା ଅଧିକାଂଶ ବାକ୍ୟ। ଦି କଲେକ୍ଟର ଅଫ୍ ମୟୂରଭଞ୍ଜ ପ୍ରେଜ୍ ଦିସ୍ ଆକ୍ସନ୍, ମୟୂରଭଞ୍ଜର କଲେକ୍ଟର ଏହାକୁ ପ୍ରେଜ୍ କରିଥିଲେ ହେଲା ଛୁଆମାନେ। ଇଏ ତୁମର ସେଣ୍ଟେନ୍ସ ପାଖାପାଖି ହୋଇଗଲା ହେଲା। ଏବେ ଆମେ ରିପୋର୍ଟର ଲେଖିକି କାମ ଶେଷ କରିଦେବା। ରିପୋର୍ଟର କିଏ, ଏଠି କନକଲତା ମହାନ୍ତ, ଏଠି ବାସ୍ ଲେଖିଦେବା ଛୁଆମାନେ। ତାହେଲେ ଇଏ ସମୟ ଆସିଗଲା, ଇଏ ଦେଖ ଇଏ ରିପୋର୍ଟର ଆସିଗଲା ହେଲା, କନକଲତା ରିପୋର୍ଟର ବାସ୍ ହେଇଗଲା, କାମ ଶେଷ ହେଇଗଲା ଛୁଆମାନେ ହେଲା। ପୁଣି ଥରେ ପଢ଼ିଦିଏ, ତୁମର ରିପୋର୍ଟ ରାଇଟିଂ ଏହା ଥିଲା, ୟାକୁ ଟିକେ ଉପରକୁ କରିଦେବା। ये अच्छा मैंने पूरा पढ़ दिया। सपोज यू आर कनकलता मंथ ए विलेज ऑफ एचएलडी मयूरभंज प्रिपेयर ए रिपोर्ट ऑन हाउ द यूथ क्लब डिड द प्लांटेशन। प्रथम हेडलाइन लिखे द यूथ क्लब मेड प्लांटेशन इन एचएलडी, ये हेडलाइन एक नंबर मिल गला छुआ तुमको। दोज हु आर नोन टू सैक्रिफाइस आर मोस्ट एक्सप्लॉइटेड, जो मैंने बेसी त्याग दियंती से माने ही बेसी शोषित होती। ट्रीज आर द बेस्ट एक्जाम्पल, ट्री है सब बड़ भल उदाहरण। देयर एक्जिस्टेंस इज एसेंशियल फॉर आवर सर्वाइवल ऑन दिस अर्थ, तांकर उपस्थिति पातिटी रहा आमर बहुत जरूरी आमर बंची रहा है। वी कैनॉट स्टे एलिव विदाउट ऑक्सीजन गिवन बाय देम इवन फॉर ए मिनट, एक मिनिट भी आम बंची पार्बानी द्वारा ऑक्सीजन जदि आमको मिल न थाए। द यूथ क्लब केम इन एंड स्टार्टेड प्लांटिंग 100 सिबलिंग्स इन रोड साइड्स एंड अनकल्टिवेटेड लैंड इन हासिलडी। ताले यूथ क्लब बाहरी आसिकी 100 गछ को प्लांट करथिला रोड साइड गुड़ाक अनकल्टिवेटेड लैंड और अनुर्वर जमी गुड़ाक जो चाष कराए ना। द कलेक्टर ऑफ मयूरभंज प्रेज दिस कैंपेन बस आउ कनकलता तुम रिपोर्टर है चाहे ये तुम आसी गला जाने आशा कर तुमने बुझी पाई छो मैंने है ना। जदि बुझी पाई न छो मैंने कमेंट निश्चित लिख है बुझी पाई ताले भी कमेंट रे लिखियो ताले छुआ मैंने बाय थैंक यू।